ବନ୍ଧୁଗଣ, ଆସନ୍ତାକାଲି ଶୁକ୍ରବାର ଦିନ ହେଉଛି ପବିତ୍ର ଦୋଳ ପୂର୍ଣ୍ଣିମା ଏବଂ ଏଥିସହିତ ବର୍ଷ 2025ର ପ୍ରଥମ ଚନ୍ଦ୍ରଗ୍ରହଣ ଲାଗିବା ପାଇଁ ଯାଉଅଛି, ଯାହା ଏକ ବିରଳ ଏବଂ ମହାଜାଗତିକ ଦୃଶ୍ୟ ଭାବରେ ମହାଶୂନ୍ୟରେ ସଂଗଠିତ ହେବ। ଦୋଳ ପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣ ଗୋଟିଏ ଦିନରେ ପଡ଼ୁଥିବାରୁ ଏହା ବହୁତ ବିରଳ ରହିବ ଏବଂ ଏମିତି ସଂଯୋଗ ଦୀର୍ଘ 500 ବର୍ଷ ପରେ ପଡ଼ୁଅଛି। ତେଣୁ ଏହି ଚନ୍ଦ୍ରଗ୍ରହଣ ଗ୍ରହ ଓ ନକ୍ଷତ୍ରମାନଙ୍କ ମଧ୍ୟରେ ଏକ ଅଦ୍ଭୁତ ମହାସଂଯୋଗ ସୃଷ୍ଟି କରିବା ପାଇଁ ଯାଉଅଛି। ଯେହେତୁ ଏହା ହେଉଛି ଏକ ବିରଳ ଚନ୍ଦ୍ରଗ୍ରହଣ, ତେଣୁ ଏହା ପୂର୍ଣ୍ଣିମା ତିଥିରେ ଅର୍ଥାତ୍ ପବିତ୍ର ଦୋଳ ପୂର୍ଣ୍ଣିମା ଦିନ ଲାଗିବା ପାଇଁ ଯାଉଅଛି। ଏହି ଗ୍ରହଣ ଲାଗୁଥିବା ସମୟରେ ଚନ୍ଦ୍ର ସିଂହ ରାଶି ଓ ପୂର୍ବ ଫାଲ୍ଗୁନୀ ନକ୍ଷତ୍ରରେ ଅବସ୍ଥାନ କରୁଥିବାରୁ ଏହି ଚନ୍ଦ୍ରଗ୍ରହଣ ସିଂହ ରାଶିରେ ସଂଗଠିତ ହେବ, ଯାହାଦ୍ୱାରା ସିଂହ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହାର ଯଥେଷ୍ଟ ପ୍ରଭାବ ରହିବ। ଏହି ଚନ୍ଦ୍ରଗ୍ରହଣ ଏକ ଉପଛାୟା ଚନ୍ଦ୍ରଗ୍ରହଣ ଭାବରେ ମହାଶୂନ୍ୟରେ ସଂଗଠିତ ହେବ। ଏହାର ପୂର୍ଣ୍ଣ ଅବଧିକାଳ ରହିଛି 3 ଘଣ୍ଟା 36 ମିନିଟ୍ ଏବଂ 8 ସେକେଣ୍ଡ। ଯେହେତୁ ଏହି ଚନ୍ଦ୍ରଗ୍ରହଣ ଦୋଳ ପୂର୍ଣ୍ଣିମା ଦିନ ପଡ଼ୁଅଛି, ତେବେ କେମିତି ଏହାକୁ ପାଳନ କରିବେ ଓ କେଉଁ ସମୟରେ ପାଳନ କରିବେ, ଏହିସବୁ ବିଷୟରେ ଆଜି ଆମେ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ସମ୍ପୂର୍ଣ୍ଣ ଭାବରେ ଜଣାଇବୁ। ଏଥିସହିତ ବନ୍ଧୁଗଣ, ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ ଚନ୍ଦ୍ରଗ୍ରହଣର ସ୍ପର୍ଶ ସମୟଠାରୁ ଆରମ୍ଭ କରି ମୋକ୍ଷ ପ୍ରାପ୍ତି ପର୍ଯ୍ୟନ୍ତ ସମସ୍ତ ସମୟ ସୀମା, ଓଡ଼ିଶାରେ କେଉଁ ସମୟରେ ଦୃଶ୍ୟମାନ ହେବ, ସୂତକ ସମୟ ବା ପାକ ନିଷେଧର ସମୟ ମାନ୍ୟ ହେବ ନା ନାହିଁ, ହାଣ୍ଡି ଛାଡ଼ର ସମୟ ଏବଂ ଶୁଭ ଅଶୁଭ କାର୍ଯ୍ୟ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିବା, ଯାହାକି ପାଞ୍ଜିର ନିର୍ଭୁଲ ଗଣନାରୁ ସଂଗୃହୀତ ଅଟେ। ଭିଡ଼ିଓର ଶେଷରେ ରହିଅଛି ଚନ୍ଦ୍ରଗ୍ରହଣ ସମୟରେ କ'ଣ କରିବେ ଓ କ'ଣ କରିବେ ନାହିଁ, ଗର୍ଭବତୀ ମହିଳାମାନଙ୍କ ପାଇଁ କ'ଣ ରହିଛି ଏବଂ କେଉଁ ରାଶିର ବ୍ୟକ୍ତିମାନଙ୍କ ଉପରେ ଶୁଭ ଓ କେଉଁ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଅଶୁଭ ପ୍ରଭାବ ପଡ଼ିବ। ତେବେ ଆସନ୍ତୁ ଜାଣିବା। ତାହା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରିନିଅନ୍ତୁ ଏବଂ ଯଦି ଆପଣମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ବର୍ତ୍ତମାନ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ। ତେବେ ଆସନ୍ତୁ ଜାଣିବା। ବନ୍ଧୁଗଣ, ସୌରମଣ୍ଡଳର ରହସ୍ୟ ହେଉଛି ବଡ଼ ବିଚିତ୍ର। ସୌରମଣ୍ଡଳରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ବ୍ୟତୀତ ଆଉ 9ଟି ଗ୍ରହ ଅବସ୍ଥାନ କରିଥାନ୍ତି। ସେଥିମଧ୍ୟରୁ ପୃଥିବୀ ହେଉଛି ଅନ୍ୟତମ ଏବଂ ଏହି ପୃଥିବୀରେ ଆମେ ବସବାସ କରିଛୁ। ଯେହେତୁ ଚନ୍ଦ୍ର ହେଉଛନ୍ତି ପୃଥିବୀର ଉପଗ୍ରହ, ତେଣୁ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ କେବଳ ପୃଥିବୀ ପୃଷ୍ଠରେ ଦୃଶ୍ୟମାନ ହୋଇଥାଏ। ଚନ୍ଦ୍ରଗ୍ରହଣ ହେଉ ବା ସୂର୍ଯ୍ୟପରାଗ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସମୟକୁ ଅଶୁଭ ସମୟ କୁହାଯାଇଥାଏ, କାରଣ ଏହି ସମୟରେ ଚନ୍ଦ୍ରଙ୍କଠାରୁ ବାହାରୁଥିବା ଛାଇ ବା ଆଲୋକ ସିଧାସଳଖ ଭାବରେ ପୃଥିବୀ ପୃଷ୍ଠରେ ପଡ଼ିପାରିନଥାଏ, ଯାହାଦ୍ୱାରା ଏହି ସମୟରେ ନକାରାତ୍ମକ ସୃଷ୍ଟି ବା ନକାରାତ୍ମକ ଶକ୍ତିମାନେ ପୃଥିବୀ ପୃଷ୍ଠରେ ଜାଗ୍ରତ ହୋଇଉଠିଥାନ୍ତି। ତେଣୁ ଜ୍ୟୋତିଷ ଶାସ୍ତ୍ରରେ ଏହି ସମୟ ସୀମା ମଧ୍ୟରେ କେତେକ କାର୍ଯ୍ୟ କରିବା ପାଇଁ ମଧ୍ୟ ବାରଣ କରାଯାଇଛି। ସାଧାରଣତଃ ଗ୍ରହଣ ଲାଗିବାର 9 ଘଣ୍ଟା ବା 3 ପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର 12 ଘଣ୍ଟା ବା 4 ପ୍ରହର ପୂର୍ବରୁ ପାକ ନିଷେଧ ବା ହାଣ୍ଡି ଛାଡ଼ କରାଯାଇଥାଏ। ଏହି ସମୟକୁ ସୂତକ ସମୟ ମଧ୍ୟ କୁହାଯାଇଥାଏ। ଏହି ଗ୍ରହଣ ଲାଗୁଥିବା ସମୟରେ ଖାଦ୍ୟ ଗ୍ରହଣ କରିବାକୁ ମଧ୍ୟ ବାରଣ କରାଯାଇଛି, କାରଣ ଏହି ଗ୍ରହଣ ଲାଗୁଥିବା ସମୟରେ ପେଟରେ କିଛି ଖାଦ୍ୟ ପଦାର୍ଥ ନ ରହିବା ହିଁ ଭଲ। ତେଣୁ 9 ଘଣ୍ଟା ବା 3 ପ୍ରହର ପୂର୍ବରୁ ହାଣ୍ଡି ଛାଡ଼ କରାଯାଇଥାଏ। ବନ୍ଧୁଗଣ, ଆସନ୍ତାକାଲି ଶୁକ୍ରବାର ଅର୍ଥାତ୍ ପବିତ୍ର ଦୋଳ ପୂର୍ଣ୍ଣିମା ଦିନ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଲାଗିବା ପାଇଁ ଯାଉଅଛି। ଏହି ବର୍ଷ ସମୁଦାୟ 4ଟି ମହାଜାଗତିକ ଦୃଶ୍ୟ ମହାକାଶରେ ଦେଖିବା ପାଇଁ ମିଳିବ। ସେଥିମଧ୍ୟରୁ 2ଟି ଚନ୍ଦ୍ରଗ୍ରହଣ ଏବଂ ଆଉ 2ଟି ସୂର୍ଯ୍ୟପରାଗ ଅଟେ। ତେବେ ଆସନ୍ତାକାଲି ବର୍ଷ 2025ର ପ୍ରଥମ ଚନ୍ଦ୍ରଗ୍ରହଣ ଲାଗିବା ପାଇଁ ଯାଉଅଛି। ତେବେ ଆସନ୍ତୁ ଏବେ ଜାଣିନେବା ଏହି ଚନ୍ଦ୍ରଗ୍ରହଣ ସମୟରେ କ'ଣ କରିବେ ଓ କ'ଣ କରିବେ ନାହିଁ ଏବଂ ଏହିସବୁ ବିଷୟ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଗ୍ରହଣ ଲାଗିବାର ସମୟ ସୀମା ଏବଂ ଏହା କେଉଁ ସମୟରେ ଦୃଶ୍ୟମାନ ହେବ, କେଉଁ ଜାଗାରେ ଦୃଶ୍ୟମାନ ହେବ ଏବଂ ଏହାର ପ୍ରଭାବ କ'ଣ ରହିଛି। ପ୍ରଥମେ ଜାଣି ରଖିବା ଗ୍ରହଣ ଲାଗିବାର ସମୟ ବା ଗ୍ରାସ ସମୟ।
ଆସନ୍ତାକାଲି 14 ତାରିଖ ଶୁକ୍ରବାର ଦିନ ଲାଗିବାକୁ ଯାଉଥିବା ଚନ୍ଦ୍ରଗ୍ରହଣ ହେଉଛି ଏକ ଉପଛାୟା ଚନ୍ଦ୍ରଗ୍ରହଣ। ଏହି ଗ୍ରହଣର ଗ୍ରାସ ବା ଗ୍ରହଣ ଲାଗିବାର ସମୟ ହେଉଛି ସକାଳ 10:41 ଆରମ୍ଭ ହୋଇ ଦିନ 2:17 ଏବଂ 19 ଶେଷ ହେବ। ଏହି ଗ୍ରହଣ ମହାକାଶରେ ପ୍ରାୟ 3 ଘଣ୍ଟା 36 ଏବଂ 8 ପର୍ଯ୍ୟନ୍ତ ଦୃଶ୍ୟମାନ ହେବ। ଦିନ 11:14 ଏବଂ 15 ସର୍ବାଧିକ ଚନ୍ଦ୍ରଗ୍ରହଣ ମହାକାଶରେ ଦୃଶ୍ୟମାନ ହେବ। ତେବେ ଏହି ଗ୍ରହଣ ଉତ୍ତର ଏବଂ ଦକ୍ଷିଣ ଆମେରିକା, କାନାଡ଼ା, ପଶ୍ଚିମ ଆଫ୍ରିକା, ୟୁରୋପ, ଏସିଆ ଏବଂ ଆଣ୍ଟାର୍କଟିକାରେ ଦୃଶ୍ୟମାନ ହେବ। ଗ୍ରହଣର ସୂତକ ସମୟ ମାନ୍ୟ ହେବ ନା ନାହିଁ। ସାଧାରଣତଃ ଗ୍ରହଣ ଲାଗିବାର 9 ଘଣ୍ଟା ବା 3 ପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର 12 ଘଣ୍ଟା ବା 4 ପ୍ରହର ପୂର୍ବରୁ ପାକ ନିଷେଧ ବା ହାଣ୍ଡିଛାଡ଼ କରାଯାଇଥାଏ। ଏହି ସମୟକୁ ସୂତକ ସମୟ ମଧ୍ୟ କୁହାଯାଇଥାଏ। ଯେହେତୁ ଏହି ଗ୍ରହଣ ଲାଗିବା ପାଇଁ ଯାଉଅଛି, ତେଣୁ 9 ଘଣ୍ଟା ପୂର୍ବରୁ ହାଣ୍ଡିଛାଡ଼ କରାଯାଇଥାଏ। ତେବେ ଏହି ଚନ୍ଦ୍ରଗ୍ରହଣ ଆସନ୍ତାକାଲି 14 ତାରିଖରେ ଲାଗିବା ପାଇଁ ଯାଉଅଛି। ଏହା ଭାରତ ଏବଂ ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ, କାରଣ ଗ୍ରହଣ ଦିନ ସମୟରେ ଲାଗିବା ପାଇଁ ଯାଉଅଛି। ଉତ୍ତର ଏବଂ ଦକ୍ଷିଣ ଆମେରିକା, କାନାଡ଼ା, ପଶ୍ଚିମ ଆଫ୍ରିକା, ୟୁରୋପ, ଏସିଆ ଏବଂ ଆଣ୍ଟାର୍କଟିକାରେ ଦେଖାଯିବ। ସକାଳ ସମୟରେ ଭାରତର ଉତ୍ତର ପଶ୍ଚିମ ରାଜ୍ୟମାନଙ୍କରେ କିଛି ସମୟ ପାଇଁ ଦୃଶ୍ୟମାନ ହେବାର ସମ୍ଭାବନା ରହିଅଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଉପଛାୟା ଚନ୍ଦ୍ରଗ୍ରହଣ ହେବା କାରଣରୁ ଏହି ଚନ୍ଦ୍ରଗ୍ରହଣର ସୂତକ କାଳ ବା ହାଣ୍ଡିଛାଡ଼ ସମୟ ମାନ୍ୟ ହେବ ନାହିଁ, କାରଣ ସେହି ଗ୍ରହଣର ସୂତକ କାଳ ମାନ୍ୟ ହୋଇଥାଏ ଯେଉଁ ଗ୍ରହଣ ଖାଲି ଆଖିରେ ଦେଖାଯାଇ ପାରିଥାଏ। ଯେହେତୁ ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ, ତେଣୁ ଏହି ଚନ୍ଦ୍ରଗ୍ରହଣ ଖାଲି ଆଖିରେ ଦୃଶ୍ୟମାନ ହେବ ନାହିଁ। ଉପଛାୟା ଚନ୍ଦ୍ରଗ୍ରହଣ ସେତେବେଳେ ହୋଇଥାଏ ଯେତେବେଳେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ମଧ୍ୟରେ ପୃଥିବୀ ଆସିଥାଏ, କିନ୍ତୁ ସେହି 3 ଜଣ ଏକ ସରଳ ରେଖାରେ ରହିନଥାନ୍ତି, କାରଣ ଗ୍ରହଣ ଲାଗିବା ପୂର୍ବରୁ ଚନ୍ଦ୍ରମା ପୃଥିବୀର ଉପଛାୟାରେ ପ୍ରବେଶ କରିଥାଏ ଓ ଏହାପରେ ସେ ପୃଥିବୀର ବାସ୍ତବିକ ଛାୟାରେ ପ୍ରବେଶ କରିଥାଏ। ଯେତେବେଳେ ଏମିତି ହୋଇଥାଏ ସେତେବେଳେ ଚନ୍ଦ୍ରଗ୍ରହଣ ଲାଗିଥାଏ, କିନ୍ତୁ କେତେଥର ଏମିତି ବି ଦେଖାଯାଇଥାଏ କି ଚନ୍ଦ୍ରମା କେବଳ ପୃଥିବୀର ଉପଛାୟାରେ ହିଁ ପ୍ରବେଶ କରି ପୁଣି ଫେରିଆସିଥାଏ। ଏହି ସମୟରେ ଚନ୍ଦ୍ରମାର ପ୍ରତିବିମ୍ବ କେବଳ ପାଉଁଶିଆ ନଜର ଆସିଥାଏ, ସମ୍ପୂର୍ଣ୍ଣ ଅନ୍ଧକାର ନୁହେଁ। ତେଣୁ ଆସନ୍ତା 14 ତାରିଖ ଶୁକ୍ରବାର ଦିନ ଲାଗିବା ପାଇଁ ଯାଉଥିବା ଚନ୍ଦ୍ରଗ୍ରହଣ ଏକ ଉପଛାୟା ଚନ୍ଦ୍ରଗ୍ରହଣ। ତେଣୁ ଏହି ଚନ୍ଦ୍ରଗ୍ରହଣର ସୂତକ ସମୟ ବା ପାକ ନିଷେଧର ସମୟ ମାନ୍ୟ ହେବ ନାହିଁ। ଏଥିସହିତ ଦେବନୀତି ଓ ପୂଜା କାର୍ଯ୍ୟ ମଧ୍ୟ ବନ୍ଦ ହେବ ନାହିଁ। ଏବେ ଜାଣିବା ଦୋଳ ପୂର୍ଣ୍ଣିମା ବା ହୋଲି ପର୍ବ ପାଳନ କରିବାର ଶୁଭ ସମୟ। ବନ୍ଧୁଗଣ, ଆସନ୍ତାକାଲି 14 ତାରିଖ ଶୁକ୍ରବାର ଦିନ ହେଉଛି ପବିତ୍ର ଦୋଳ ପୂର୍ଣ୍ଣିମା। ଆପଣମାନଙ୍କୁ ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲି ପର୍ବର ଶୁଭେଚ୍ଛା ଓ ଶୁଭକାମନା। ହିନ୍ଦୁ ଧର୍ମରେ ଏହି ଦିନକୁ ବହୁତ ପବିତ୍ର ମନାଯାଇଥାଏ। ଏହି ଦିନ ଲୋକମାନେ ଦାନ ଓ ଧର୍ମ କରିବାରେ ସମୟ ଅତିବାହିତ କରିଥାନ୍ତି। ଏହି ସମୟ ଶୁଭ ହୋଇଥିବାରୁ ଏହି ଦିନରେ ଧନର ଦେବୀ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟ ମଧ୍ୟ କରାଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସମୟରେ ଗୃହରେ ପୂଜାପାଠ କଲେ ଶୁଭଫଳ ମିଳିଥାଏ। ଯଦି ଏହି ଶୁଭ ସମୟରେ ଜଣାତରେ ହେଉ ବା ଅଜଣାତରେ ହେଉ ଆମେ କିଛି ଅଶୁଭ କାମ କରିଦେଉଛେ, ତେବେ ଆମେ କରିଥିବା ସବୁ ଧର୍ମ ଓ କର୍ମର ଫଳ ଅଶୁଭ ହୋଇଥାଏ, ଯାହାଫଳରେ ଆମକୁ ସାରା ଜୀବନ ଦୁଃଖ କଷ୍ଟ ଓ ଅଭାବ ଅନାଟନରେ ଜୀବନ ବିତାଇବାକୁ ପଡ଼ିଥାଏ। ଦୋଳ ପୂର୍ଣ୍ଣିମାର ସମୟ। ଆସନ୍ତାକାଲି ମାର୍ଚ୍ଚ ମାସ 14 ତାରିଖ ଶୁକ୍ରବାର ଦିନ ହେଉଛି ପବିତ୍ର ଦୋଳ ପୂର୍ଣ୍ଣିମା। ଦୋଳ ପୂର୍ଣ୍ଣିମାର ଶୁଭ ସମୟ ହେଉଛି ସକାଳ 5:55 ଆରମ୍ଭ ହୋଇ ଦିନ 9:18 ପର୍ଯ୍ୟନ୍ତ ରହୁଛି। ଏହି ସମୟସୀମା ମଧ୍ୟରେ ଆପଣମାନେ ଭଗବାନଙ୍କୁ ପୂଜା ଅର୍ଚ୍ଚନା କରିପାରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ରଗ୍ରହଣ କାରଣରୁ ଗ୍ରହ ଓ ନକ୍ଷତ୍ରମାନଙ୍କର ସ୍ଥାନରେ ବହୁତ ବଡ଼ ପରିବର୍ତ୍ତନ ଦେଖାଦେବା ପାଇଁ ଯାଉଅଛି। ଗ୍ରହ ଓ ନକ୍ଷତ୍ରମାନଙ୍କର ପରିବର୍ତ୍ତନ କାରଣରୁ କିଛି ରାଶିମାନଙ୍କ ଉପରେ ଅଶୁଭ ପ୍ରଭାବ ପଡ଼ୁଥିବା ବେଳେ କେତେକ ରାଶିମାନଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ତେବେ ରାଶିଚକ୍ରରେ 12 ଗୋଟି ରାଶିମାନଙ୍କ ମଧ୍ୟରୁ ଏହି କେବଳ 8ଟି ରାଶିମାନଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ସେହି ଭାଗ୍ୟଶାଳୀ ରାଶିମାନେ ହେଉଛନ୍ତି ବୃଷ ରାଶି, ମିଥୁନ ରାଶି, କର୍କଟ ରାଶି, କନ୍ୟା ରାଶି, ତୁଳା ରାଶି, ବିଛା ରାଶି, ମକର ରାଶି ଏବଂ ମୀନ ରାଶି। ଏଥିସହିତ ମେଷ ରାଶି, ସିଂହ ରାଶି, ଧନୁ ରାଶି ଏବଂ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ଖରାପ
ବା ଅଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ତେଣୁ ଏହି 4ଟି ରାଶିର ବ୍ୟକ୍ତିବିଶେଷମାନେ ଏହି ଚନ୍ଦ୍ରଗ୍ରହଣ ଲାଗୁଥିବା ସମୟରେ ସାବଧାନ ରହିବା ସହିତ ଭଗବାନଙ୍କର ନାମ ଜପ କରନ୍ତୁ। ଏବେ ଆସନ୍ତୁ ଜାଣିବା ଗର୍ଭବତୀ ମହିଳାମାନେ କିପରି ସତର୍କ ରହିବେ। ଏହି ସମୟ ଗର୍ଭବତୀ ମହିଳାମାନଙ୍କ ପାଇଁ ବହୁତ ଅଶୁଭ ଏବଂ ସମ୍ବେଦନଶୀଳ ହୋଇଥିବାରୁ ସେମାନଙ୍କୁ ସାବଧାନ ରହିବା ସହିତ ଚନ୍ଦ୍ରଗ୍ରହଣ ଦେଖିବା ପାଇଁ ମଧ୍ୟ ବାରଣ କରାଯାଇଛି। କାରଣ ଚନ୍ଦ୍ରଗ୍ରହଣ ଲାଗୁଥିବା ସମୟରେ ଗର୍ଭବତୀ ମହିଳାମାନେ କୌଣସି ଜିନିଷ କଟାକଟି ବା କୌଣସି କପଡ଼ା ଆଦି ସିଲାଇ କରନ୍ତୁ ନାହିଁ, ନଚେତ୍ ଏହାର କୁପ୍ରଭାବ ଗର୍ଭରେ ଥିବା ଶିଶୁ ଉପରେ ସିଧାସଳଖ ଭାବରେ ପଡ଼ିଥାଏ। ଏଥିସହିତ ଗ୍ରହଣ ଲାଗୁଥିବା ସମୟରେ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ ଏବଂ ବାହାରକୁ ମଧ୍ୟ ବାହାରନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ ଯଦି ଚନ୍ଦ୍ରର ଛାୟା କୌଣସି ବି ଗର୍ଭବତୀ ମହିଳା ଉପରେ ପଡ଼ିଯାଏ, ତେବେ ତାହାର ଗର୍ଭର ପ୍ରଥମ ଶିଶୁକୁ ଶାରୀରିକ ଦୋଷ ଲାଗିଯାଇଥାଏ, ଯାହା ଭବିଷ୍ୟତରେ ବହୁତ ବଡ଼ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଗର୍ଭବତୀ ମହିଳାମାନେ ଏହି ସମୟରେ ବାହାରକୁ ବାହାରନ୍ତୁ ନାହିଁ। ଗ୍ରହଣ ଲାଗୁଥିବା ସମୟରେ କ'ଣ ସବୁ କରିବା ଅନୁଚିତ? ଖାଦ୍ୟ ତିଆରି କରନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ପଦାର୍ଥ ରୋଷେଇ କରିବାକୁ ଅଶୁଭ ମନାଯାଇଥାଏ। ଏହି ସମୟରେ ରନ୍ଧା ହୋଇଥିବା ଖାଦ୍ୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅଶୁଦ୍ଧ ହୋଇଥାଏ। ଏଥିପାଇଁ ଆପଣମାନେ ଚନ୍ଦ୍ରଗ୍ରହଣ ସମୟରେ ରୋଷେଇ କାର୍ଯ୍ୟ କେବେ ହେଲେ କରନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ଏହି ସମୟରେ ରନ୍ଧା ହୋଇଥିବା ଖାଦ୍ୟ ଗ୍ରହଣ କରିବା ସମ୍ପୂର୍ଣ୍ଣ ଭାବରେ ନିଷେଧ ଅଟେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରଗ୍ରହଣ ସମୟରେ ରନ୍ଧା ହୋଇଥିବା ଖାଦ୍ୟ ଖାଇଲେ ଏହା ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଗ୍ରହଣ ହେଉ ବା ପରାଗ, ଏହି ସମୟରେ ଶୁଖିଲା ଖାଦ୍ୟ ବା ଫଳମୂଳ ଇତ୍ୟାଦି ଆପଣ ଖାଇପାରିବେ। ଗର୍ଭବତୀ ମହିଳାମାନେ ସତର୍କ ରୁହନ୍ତୁ। ଚନ୍ଦ୍ରଗ୍ରହଣ ସମୟରେ ଯେଉଁ ଗର୍ଭବତୀ ମହିଳାମାନେ ଅଛନ୍ତି ସେମାନେ ଘର ବାହାରକୁ ଯିବାକୁ ନିଷେଧ କରାଯାଇଛି। ଚନ୍ଦ୍ରଗ୍ରହଣ ସମୟରେ ଯଦି ଚନ୍ଦ୍ରର ଛାୟା କୌଣସି ବି ଗର୍ଭବତୀ ମହିଳାମାନଙ୍କ ଉପରେ ପଡ଼ିଯାଏ, ତେବେ ତାହାର ଗର୍ଭର ପ୍ରଥମ ଶିଶୁକୁ ଶାରୀରିକ ଦୋଷ ଲାଗିଯାଇଥାଏ, ଯାହା ଭବିଷ୍ୟତରେ ବହୁତ ବଡ଼ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଗର୍ଭବତୀ ମହିଳାମାନେ ଏହି ସମୟରେ ଟିକିଏ ସାବଧାନ ରହିବା ପାଇଁ ଚେଷ୍ଟା କରନ୍ତୁ। ଚନ୍ଦ୍ରଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ ଏବଂ କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ମଧ୍ୟ ଆଲୋଚନା କରନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ପରିବାରରେ ଅନିଷ୍ଟ ହୋଇଥାଏ। ଚନ୍ଦ୍ରଗ୍ରହଣ ସମୟରେ ଠାକୁର ପୂଜା କରନ୍ତୁ ନାହିଁ। ଏହି ସମୟରେ ଠାକୁର ଘରକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରି ରଖନ୍ତୁ ଏବଂ ଚନ୍ଦ୍ରଗ୍ରହଣ ସମୟରେ କୌଣସି ବୃକ୍ଷକୁ ସ୍ପର୍ଶ ମଧ୍ୟ କରନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ ଅର୍ଣ୍ଣଦାନ କରିବାର ଉତ୍ତମ ସମୟ ମନାଯାଇଛି। ଏମିତି କୁହାଯାଇଛି କି ଏହି ଚନ୍ଦ୍ରଗ୍ରହଣ ସମୟରେ ଅର୍ଣ୍ଣଦାନ କରିଲେ ଶରୀରରେ କୌଣସି ରୋଗ ହୋଇନଥାଏ। ଗ୍ରହଣ ଶେଷ ହେବା ପରେ ସ୍ନାନ କରିବା ଓ ପିନ୍ଧିଥିବା ବସ୍ତ୍ରକୁ ଧୋଇ ନେବା ଉଚିତ ଏବଂ ନିଜ ଘରେ ଗଙ୍ଗାଜଳ ଛିଞ୍ଚନ କରି ଘରକୁ ପବିତ୍ର କରିନେବା ଉଚିତ ଏବଂ ଏହାପରେ କିଛି ଅନ୍ନ ଇତ୍ୟାଦି ରନ୍ଧନ କରି କିଛି ଗରିବ ଲୋକମାନଙ୍କୁ ଯଦି ଆପଣମାନେ ଖାଇବାକୁ ଦିଅନ୍ତି, ତାହାଦ୍ୱାରା ଆପଣଙ୍କୁ ଅନେକ ଶୁଭଫଳ ମିଳିଥାଏ। ଚନ୍ଦ୍ରଗ୍ରହଣ ସମୟରେ କାହା ସହ କଥାବାର୍ତ୍ତା ହୁଅନ୍ତୁ ନାହିଁ ଓ ସେହି ସମୟରେ ଭଗବାନଙ୍କର ମାଳା ଜପ କରନ୍ତୁ। ଏହାଦ୍ୱାରା ଗ୍ରହର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡ଼ିନଥାଏ ଏବଂ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ରଙ୍କର ଛାୟା ବହୁତ କ୍ଷତିକାରକ ମଧ୍ୟ ହୋଇଥାଏ। ଏଥିପାଇଁ ଗ୍ରହଣ ସମୟରେ ଆପଣ ଆପଣଙ୍କର ଘରର ସମସ୍ତ କବାଟ ଓ ଝରକା ଇତ୍ୟାଦି ବନ୍ଦ କରି ରଖନ୍ତୁ, ଯାହାଦ୍ୱାରା ଆପଣଙ୍କ ଗୃହକୁ ନକାରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ। ଏହି ସମୟରେ ନକାରାତ୍ମକ ଶକ୍ତିର ପ୍ରଭାବ ଅଧିକ ରହିଥିବାରୁ ବିବାହିତ ପୁରୁଷ ଓ ମହିଳାମାନେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ। ଏହାକୁ ଜ୍ୟୋତିଷ ଶାସ୍ତ୍ରରେ ଅଶୁଭ ମନାଯାଇଛି। ଏହାଦ୍ୱାରା ଆପଣଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ଏବଂ ଏହାର କୁପ୍ରଭାବ ଆପଣଙ୍କ ସନ୍ତାନମାନଙ୍କ ଉପରେ ମଧ୍ୟ ପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ରଗ୍ରହଣ କାରଣରୁ ଗ୍ରହ ଓ ନକ୍ଷତ୍ରମାନଙ୍କର ସ୍ଥାନରେ ବହୁତ ବଡ଼ ପରିବର୍ତ୍ତନ ଦେଖାଦେବା ପାଇଁ ଯାଉଅଛି। ଗ୍ରହମାନଙ୍କର ପରିବର୍ତ୍ତନ କାରଣରୁ କିଛି ରାଶିମାନଙ୍କ ଉପରେ ଅଶୁଭ ପ୍ରଭାବ ପଡ଼ୁଥିବା ବେଳେ କେତେକ ରାଶିମାନଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ଶୁଭ ପ୍ରଭାବ ମଧ୍ୟ ପଡ଼ିବା ପାଇଁ ଯାଉଅଛି। ତେବେ ରାଶିଚକ୍ରର 12 ଗୋଟି ରାଶିମାନଙ୍କ ମଧ୍ୟରୁ ଏହି 8ଟି ରାଶିର ବ୍ୟକ୍ତି ବିଶେଷମାନଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ସେହି ସବୁ ଭାଗ୍ୟଶାଳୀ ରାଶିମାନେ ହେଉଛନ୍ତି ବୃଷ ରାଶି, ମିଥୁନ ରାଶି, କର୍କଟ ରାଶି, କନ୍ୟା ରାଶି, ତୁଳା ରାଶି, ବିଛା ରାଶି, ମକର ରାଶି ଏବଂ ମୀନ ରାଶି। ଏଥିସହିତ ମେଷ ରାଶି, ସିଂହ ରାଶି, ଧନୁ ରାଶି ଏବଂ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ଅଶୁଭ ତଥା ଖରାପ ପ୍ରଭାବ
ପଡ଼ିବା ପାଇଁ ଯାଉଅଛି। ତେଣୁ ଏହି 4ଟି ରାଶିର ବ୍ୟକ୍ତିବିଶେଷମାନେ ଏହି ଚନ୍ଦ୍ରଗ୍ରହଣ ଲାଗୁଥିବା ସମୟରେ ସାବଧାନ ରହିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଭଗବାନଙ୍କର ନାମ ଜପ କରନ୍ତୁ। ଦେଖିବେ ଆପଣମାନଙ୍କ ଉପରକୁ ଆସୁଥିବା ଘାତ ଓ ପ୍ରତିଘାତ ଆପେ ଆପେ ଦୂର ହୋଇଯିବ। ତେବେ ବନ୍ଧୁଗଣ, ଏହା ଥିଲା ଏହି ବର୍ଷ ପ୍ରଥମ ଚନ୍ଦ୍ରଗ୍ରହଣ ସମ୍ପୂର୍ଣ୍ଣ ବିବରଣୀ। ଆଶା କରୁଛୁ ଆପଣମାନଙ୍କୁ ଏହି ଭିଡ଼ିଓଟି ନିଶ୍ଚୟ ପସନ୍ଦ ଆସିଥିବ। ପସନ୍ଦ ଆସିଥିଲେ ଏହି ଭିଡ଼ିଓକୁ ଲାଇକ୍ କରିବା ସହିତ ଆପଣଙ୍କ ପ୍ରିୟଜନମାନଙ୍କ ସହିତ ସେୟାର କରିନିଅନ୍ତୁ ଏବଂ ଆମ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।